मनीष जीवन मनीष जीवन मत चाहिए चाहिए धन मरबी तो मुँह चाहिए मरबी तो मुँह चाहिए मकड़ा चंदे धन तो चंदे धन हेली मंदे बिगड़ी करी धन हेली कौन पचारे तीनटा मुंड दीटा गोड़ गोटे नांग आमर अरे मुंडरे गोटे मुखुणीटा थिला आमर लेखिबार प्रश्न कहूछु परा अरे अरे दश पला बहिले दशटा नांगुड़ी हेला अरे मुंडरे नहीं करी बाछी न धरला अरे दश पला बहिले दश नांगुड़ी हेला केशपुर धरा पड़ा अरे केशपुर जाई न धरा पड़ा केश बहिले अरे केशपुर बहिले केशकू लेखती अरे क्यों तलरे विचार मात्रक हेउची अरे लक्ष्मणपुर बहिले लखकू कही लक्ष्मणपुर विचार जे देउची होई धन्य धन्य तुम्भ पचराईती अति आनंद करी जे लेखि दियंती गरीब कलाकार प्रसन्न नहीं अति जत मध्य मात्रक कहती भाई तीनटा मुंड अरे दीटा गोड़ अरे गोटे लांगर जे गछ ताहार अरे तीनटा मुंड अरे दीटा गोड़ अरे गोटे लांगर जे गछ ताहार केउ पाखरे जे प्रश्न बांधिल अरे काही को देखिले पानी दियंती आईन आज्ञा आर मंगलवार दिन कौन लगे रामायण दीपिका केते टका 4 लाख 4 लाख हाँ 4 लाख टंकार नाट लगे किंतु गोटे धाड़ीटे के प्रश्न पचारे मास्टर को जाइए ना किंतु 2000 ରୁ 3000 5000 ଭିତରେ ଗାହାଣ ତାକୁ 50ଟା ପ୍ରଶ୍ନ ପଚରା ହେବ ଠିକ ହେଲା ନାଟ ଆରମ୍ଭରୁ ନାଟ ସରିଲା ଭିତରେ ପ୍ରଶ୍ନ କେବଳ ପଚରା ହେବ ଗାହାଣ ଗଣ୍ଠି ତାହା ହେଲେ ଆଜ୍ଞା କିନ୍ତୁ ଗୋଟିଏ ଧାଡି ଗୀତ ଘୋଷା ନାହିଁ ସେ ମା ମଙ୍ଗଳାଙ୍କର କୃପାରୁ ଯେତେବେଳେ ଆମେ ମଞ୍ଚ ଉପରେ ଠିଆ ହେଇ ମାଙ୍କୁ ଗୋଟିଏ ପ୍ରଣାମ ଜଣାଉ କେମିତି କେଜାଣି ସେ ଭଗବତୀର ଦୟାରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ତତ୍କ୍ଷଣାତ୍ ଆଖିକି ଦୃଶ୍ୟ ହେଇଯାଏ ଆମେ କହୁ ଆଜି ସେ ଭଗବତୀର ଦୟା ତିନିଟା ମୁଣ୍ଡ ଆଜ୍ଞା ଦିଟା ଗୋଡ଼ ଗୋଟିଏ ଲାଙ୍ଗର ମହାଦେବ ହଁ କଣ 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 ଦିନେ ମହାଦେବ ହଁ ଗଙ୍ଗା ଅଛନ୍ତି ଉପରେ ହଁ ତାଙ୍କର ପାଦ ନାହିଁ ନାହିଁ ତିନିଟା ମୁଣ୍ଡ କହିଛନ୍ତି ସର୍ପ ଗୋଟିଏ ଆଜ୍ଞା ଗଳାରେ ଅଛି ହଁ सर्प गोटे गोलार अच्छी तार लांगुड़ अच्छी अरे सर्प दिया गंगा मटंकी महादेव हाँ अरे तीनटा मुंडरे दीटा गोड़ मोहन हाँ सपर गोटे नांगड़ रही केड़े सुंदर करी प्रसन्न बांधी आज्ञा हौ हौ शुणु ये गोटे ना आउ केत अच्छे आज्ञा ये गोटे कथा नुह जिते बेले रामचंद्र को
ହନୁକେ ଦେଖିଲା ବେନି ଭାଇଙ୍କୁ କନ୍ଧରେ ହେନି ନଚେ ମୁଖ୍ୟ ପର୍ବତରେ ଯେ ହନୁ ରହିଥିଲା ଶ୍ରୀରାମ ଲକ୍ଷ୍ମଣଙ୍କୁ ନେଇ ହାତରେ ଧରିଲା ସେଇଦିନ ଆଜ୍ଞା ବୀର ହନୁମନ୍ତ ବାବାର ପୁତ୍ର ହଁ ବ୍ରାହ୍ମଣ ବେଶରେ ହଁ ଋଷି ମୁଖ୍ୟ ପର୍ବତ ତଳେ ଆସି ପହଞ୍ଚିଛି। ଆଜ୍ଞା ଗୋଟିଏ ଶ୍ୟାମଳ ବର୍ଣ୍ଣ ହଁ ଗୋଟିଏ ଗୌର ବର୍ଣ୍ଣ ହଁ ଯେତେବେଳେ ଦୁଇ ଜଣଙ୍କୁ ସେଇ ହନୁ ଦେଖିଲେ ହଁ ବ୍ରାହ୍ମଣ ସ୍ୱରୂପରେ ଯାଇ ପହଞ୍ଚି ହଁ ସେଇ ପର୍ବତ ନାଇଁ ନାଇଁ ରାମ ଲକ୍ଷ୍ମଣକୁ କନ୍ଧରେ ବସାଇ ଦେଇଛି। ଆଜ୍ଞା ଶୁଣନ୍ତୁ ଆଜ୍ଞା ଆରେ ଚହଟା ଗୋଡ଼ ମାତ୍ର ତଜେ ରହିଛି ସେଇଟା ନାହିଁ କୁଡ଼ି ଅମୁଷ୍ଟି ଶୁଣନ୍ତୁ ଶୁଣନ୍ତୁ ଆଜ୍ଞା ଆଜ୍ଞା ମହାଦେବ ପ୍ରଶ୍ନର ଉତ୍ତର ବହିରେ ଏମିତି ଲେଖା ହେଇଛି ଯେ ହନୁମାନ ରାମ ଲକ୍ଷ୍ମଣ ଦୁଇ ଏ ତିନି ଜଣଙ୍କର ତିନିଟି ମୁଣ୍ଡ ତିନି ଗୋଟି ପିଠି କିନ୍ତୁ ଦୁଇଟି ଗୋଡ଼ ହଁ ଆଜ୍ଞା ହଁ ଶୁଣନ୍ତୁ ଆଜ୍ଞା ଦିଟା ପାଦ ବେଳେ ମହାଦେବଙ୍କର ମହାଦେବଙ୍କର ମସ୍ତକରେ ଗଙ୍ଗା ଅଛନ୍ତି ସର୍ପ ବୋଲି ଗୋଟିଏ ରହିଛି ଗୋଟିଏ ଲାଙ୍ଗଡ଼ ଦିଟା ପାଦ ତିନିଟା ମୁଣ୍ଡ ସାପର ଗୋଟେ ମୁଣ୍ଡ ଗଙ୍ଗାଙ୍କର ମୁଣ୍ଡ ଶିବଙ୍କର ଗୋଟେ ମୁଣ୍ଡ ହେଲେ ଧନ୍ୟ ହଉ ଯାହା ହଉ କିଏ ଏକ ପ୍ରକାର ବୁଝିଥିବ ଆମର କଣ ଯାଏ ହେଲେ ସେଇଦିନ ସୁଦାମା ବ୍ରାହ୍ମଣ ଆଜ୍ଞା ଦିନେ ନଦୀ କୂଳେ ଯାଇ ପହଞ୍ଚିଲା। ଯେତେବେଳେ ନଦୀ କୂଳେ ପହଞ୍ଚିଛି ଆଜି ଅନ୍ତର୍ଯାମୀ ନାଥ ପ୍ରଭୁ ଭଗବାନ ଜାଣିଲେ ମୋ ମହିତ୍ର ମତେ ଦେଖିବା ପାଇଁ ଆସିଛନ୍ତି। ହେଲେ ନଦୀରେ ପ୍ରଳୟଙ୍କର ବନ୍ୟା ଚାଲିଛି ହେଲେ ପ୍ରଭୁ ଭଗବାନ ଦେଖିଲେ ଯେ ମୋର ମହିତ୍ର ତ ବୁଢା ଲୋକଟା ବୁଢା ଚର୍ମ ରୋହି ପଡିଛି କେଶ ପାଚି ଯାଇଛି ଚାଲିବାକୁ ବଳ ନାହିଁ ସେଇ ନଦୀକୁ ଅଧିକ ଦେଖି ପଛଘୁଞ୍ଚା ଦଉଛି ଯାଉ ଯାଉ ଯଦି ଭାସିଯିବି ମୋର ମହିତ୍ରକୁ ମୁଁ ଦର୍ଶନ କରିପାରିବି ନାହିଁ ଏତିକି ବିଚାର ମନେ କଲେ ବିଚାର କଥା କଣ କୁହନ୍ତୁ ଆହେ ଅମଳା ବର ଦେଖିଲେ ଯେ ସୁଦାମା ମୋର ମୈତ୍ରଙ୍କର ପାଇଁ ଖୁଦ ଧରି ଯାଉଛି ବଡ କଷ୍ଟରେ ମୋର ପିଲାଦିନର ମୈତ୍ର ଆଜି ଅନ୍ତର୍ଯାମୀ ପ୍ରଭୁ ଭଗବାନ ଆଜି ଦ୍ୱାରିକାରେ ରାଜା ହୋଇଗଲେ ଆଜି ମୋର ଗୁହାରି ଟିକେ ମାତ୍ର ଶୁଣୁନାହାନ୍ତି ହଉ ଏ ଜୀବନ ଗଲେ ଯାଉ ପଛେ ନିଶ୍ଚିତ ଯିବି ମୋର ମୈତ୍ରଙ୍କୁ ଯାଇ ଟିକେ ଭେଟିଯିବି ଏତିକି ସମୟ କାନ୍ଦନ୍ତି ସୁଦାମାରେ ବଡ଼ ଭାଗ୍ୟ
ହଁ ଆଜି ସେଇ ଗରିବ ବ୍ରାହ୍ମଣ ମୈତ୍ରକୁ ଦର୍ଶନ କରିବା ପାଇଁ ଯାଉଛି। ହଁ ଏ ନଦୀର ପ୍ରଳୟଙ୍କର ଜଳ ଦେଖି ହଁ ଭାରି ଭୟ ଲାଗୁଛି ପ୍ରଭୁ ମୈତ୍ରେ। ନିଶ୍ଚିତ ତୁମେ ଯଦି ସାହାଯ୍ୟ ନ ହେବ ହଁ ଏ ଜଳରେ ମୁଁ ନିଶ୍ଚୟ ଭାସିଯିବି ପ୍ରଭୁ। ଆଜି ମତେ ଟିକେ ଉଦ୍ଧାର କରିଦିଅ। ହଁ ତମେ ଗୋଟେ କଣ